ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ବନ୍ଧୁମାନେ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଶୁଭ ସକାଳ। ଆଜ୍ଞା, ଗୋଟିଏ କଥାଟା ହେଉଛି ବନ୍ଧୁମାନେ, ସମୟ ଥିଲା ଆମକୁ ଆମ ପିତାମାତା ମାନେ ଶିଖୁଥିଲେ କ'ଣ? ଛୋଟବେଳେ ମାନେ ଆମର ଯେଉଁ ଛୋଟ ସମୟ, ଯେଉଁ ପଢ଼ା ସମୟରେ ଆମ ପିତାମାତା ଓ ସ୍କୁଲ ଶିକ୍ଷକମାନେ ମାନେ ଗୁରୁଜନ ମାନେ ମଧ୍ୟ ଶିଖୁଥିଲେ କ'ଣ? ଯେ ଆମେ ରାସ୍ତାରେ ଯେତେବେଳେ ଆମେ ଯାଉଛୁ, ଯେ ଛୁଆ ରାସ୍ତାରେ ଗଲାବେଳେ ରାସ୍ତାରେ ମାନେ ଦୁଇ ପାର୍ଶ୍ୱକୁ ଦେଖି ଏପଟ ସେପଟ ଦେଖି ଆଉ ରାସ୍ତାରେ ଯାଉଥିବ। ଆଉ ବିଶେଷ କରି ଯେଉଁ ରାସ୍ତାରେ ଗଲାବେଳେ ତୁମର ଯେଉଁ ବାମ ପଟ ଯେଉଁ ଜାଗାଟା, ସେ ବାମ ପଟେ ଦେଇ ଯିବ। ତୁମେ ଡାହାଣ ପଟେ ଯିବନି, ବାମ ପଟେ ସାଇକେଲ ଚଲିକି ହଉ, ଗାଡ଼ି ଚଲିକି ହଉ, କି ଚାଲି ଚାଲି ବି ହଉ, ଟ୍ୟୁସନ୍ ସ୍କୁଲ ଯେତେବେଳେ ଗଲାବେଳେ କି ଏମିତି ଯେଉଁ ଜାଗାକୁ ବି ଆମେ ଯାଉ, ତ ସେଇ ବାବଦରେ ସେ ଶିଖିଥାନ୍ତି ଆମକୁ ଯେ ରାସ୍ତାରେ ଗଲାବେଳେ ବାମ ପଟେ ଯିବ ଆଉ ରାସ୍ତାର ଦୁଇ ପାର୍ଶ୍ୱକୁ ଦେଖି କି ରାସ୍ତାରେ ଯିବ। କିନ୍ତୁ ବନ୍ଧୁମାନେ, ଗୋଟେ ମଜା କଥା, ମାନେ ଏଇଟା ମଜା ତ ନୁହେଁ, ମାନେ କହିବା ପାଇଁ ଦେଖିବା ପାଇଁ ଗଲେ ବି ତା'ର ଯଦି ସାରାଂଶ ଆପଣ ବୁଝନ୍ତି, ତାହେଲେ ବିଶେଷ କରି କହିବା ପାଇଁ ଗଲେ ଯେଉଁ ଗୋଟେ ବହୁତ ଭଲ କଥାରେ ତ ଆମ ଆଖି ପାଇଁ। ଏବେ ଯେଉଁ ରାସ୍ତାରେ ଯେତେବେଳେ ଯାଉଛନ୍ତି, ଆଉ ତ ରାସ୍ତାକୁ ମାନେ ରାସ୍ତାର ଦୁଇ ପାର୍ଶ୍ୱକୁ ଦେଖି ଯାଉନାହାନ୍ତି, ଯେ ଏପଟ ସେପଟ ବାମ ଡାହାଣ ଦେଖି ଯାଉନାହାନ୍ତି, ମାନେ ରାସ୍ତାରେ ଗଲାବେଳେ ମୋବାଇଲ ଦେଖିକିନା ଯାଉଛନ୍ତି। ତ ଏବେ ବନ୍ଧୁ, ମାନେ ଯୁଗଟା ଏମିତି ହେଇଯାଇଛି, ତ ମୋବାଇଲ ତ କହିବା ପାଇଁ ଗଲେ ସବୁକିଛିର ହେଉଛି ମାନେ ମାଧ୍ୟମ ହେଉଛି ମୋବାଇଲଟେ ଯେଉଁ ହେଇଗଲା। ଯାହା ବି ହଉ, ମାନେ ଏତେ ମୋତେ ଯେଉଁ ଦୁଃଖ ଲାଗେ ଗୋଟେ କାମ ପାଇଁ, ଆଉ ତା ଭିତରେ ମଧ୍ୟ ମୁଁ ସମୟ ମାନେ ମୋ ପରିବାର ଆଗେ ତ ମୁଁ ପ୍ରଥମରୁ କହିଛି, ପ୍ରଥମେ ଆପଣମାନଙ୍କର ପରିବାର ପାଇଁ ସମୟ ଦିଅନ୍ତୁ। ଦେନ୍ ତାପରେ ଯଦି ଆପଣଙ୍କ ପାଖରେ ଘଣ୍ଟେ ହେଉ, 2 ଘଣ୍ଟା ହେଉ, 10 ଘଣ୍ଟା ହେଉ, ଯଦି ସମୟ ଦେଇପାରୁଛନ୍ତି, ଟୋଟାଲି କହିବା ପାଇଁ ଗଲେ, ଯଦି ମାନେ କହିବା ପାଇଁ ଗଲେ ଯଦି ଆପଣଙ୍କ ପାଖରେ ସମୟ ସଫିସିଏଣ୍ଟ ସମୟ ମଧ୍ୟ ଅଛି, ମାନେ ଆମେ ଯେଉଁ ଜନ୍ମ ନେଇଛେ, ଆମର ଯେଉଁ ମୂଲ୍ୟବାନ ଯେଉଁ ଜୀବନଟା ମାନେ ଏତେ ମହତ୍ତ୍ୱ କାମରେ ଆସେ, ସେଇଟା ଆପଣମାନେ ସେ ଜାଗାରେ ପହଞ୍ଚିଲେ, କେଉଁ ଜାଗା? ମେଡ଼ିକାଲ କେସ୍, ଯେଉଁମାନଙ୍କର ରୋଗ ବ୍ୟାଧିରେ ଯେଉଁମାନେ ପୀଡ଼ିତ ହେଇ ମେଡ଼ିକାଲରେ ଥାଆନ୍ତି, ଯଦି ତାଙ୍କ ପାଖରେ ଆପଣମାନେ ସମୟ ଦେଇପାରିବେ, ଏତେ ଖୁସି ଆନନ୍ଦ ଅନୁଭବ କରିବେ। ତ ଯାହା ବି ହଉ, ମୁଁ ଆଜକୁ ମାନେ ଆଜି ତ 12 ଦିନ ହେଇଗଲା। ତ 12 ଦିନ ହେବା ଭିତରେ ବି ମୁଁ ମାନେ ବାଲେଶ୍ୱର ଯିବା ଆସିବା କରୁଥିଲି। ମୁଁ ଓଡ଼ିଶାରେ ସବୁ ମାନେ ଯେଉଁ କୋଣ ଅନୁକୋଣରେ ଯେଉଁ ବନ୍ଧୁବାନ୍ଧବ ମାନେ ଅଛନ୍ତି, ମୁଁ ସମସ୍ତଙ୍କୁ କହିଥାଏ ଯେ ସମସ୍ତେ ମୋତେ ଜଣେଇବେ। ଯଦି ମେଡ଼ିକାଲ କେସ୍ରେ ଆପଣମାନେ ଯେଉଁ ଜାଗାରେ ଥିବେ, ନିଶ୍ଚିତ ମୋତେ ଜଣେଇବେ। ମୁଁ ନିଶ୍ଚିତ ଯାଇ ପହଞ୍ଚିବି। ତ ମାନେ ବିଶେଷ କରି ମୁଁ ପଇସା ଆକାରରେ ଟଙ୍କାଟେ ସାହାଯ୍ୟ କରିପାରିବିନି ସତ, କାହିଁକି ନା ମୋ ପାଖରେ ପଇସା ନାହିଁ। ଯେଉଁ ସେଇଟା ମୁଁ ବଡ଼ ବୋଲି ଭାବେନି। ମୁଁ ଯାଇକି ନିଶ୍ଚିତ ମୁଁ ସମୟ ଦେଇକି ମୋ ନିଜର ଖାଇବା ସହ, ମୋ ନିଜର ଖାଇବା ପେଟ ମାନେ ମୋ ଯେଉଁ ଖାଦ୍ୟ, ମୁଁ ଆପଣଙ୍କର ଗୋଟେ ଟଙ୍କାଟେ ବି ଖର୍ଚ୍ଚ କରିବି ନାହିଁ। ମୁଁ ଯେତିକି ମୋ ପାରୁ ପର୍ଯ୍ୟନ୍ତ ସକ୍ଷମ ଅନୁଯାୟୀ ମୁଁ ନିଶ୍ଚିତ ଆପଣଙ୍କ ପାଖରେ ଯାଇ ଛିଡ଼ା ହେବି। ସେଇଟା ହିଁ ମୋର ପ୍ରଥମ କାମ। ଆଜି ନୁହେଁ, ଆଜି ବହୁତ ଦିନର ମୋର କାମଟା ସେଇଟା। ବିଶେଷ କରି କହିବା ପାଇଁ ହେଲେ ବହୁ କୋଣ ମାନେ ବହୁ ଜାଗାରୁ, ବହୁ ଦୂର ଦୂରାନ୍ତରରୁ ମୋତେ ଜଣେଇଛନ୍ତି ମଧ୍ୟ। ମୁଁ ମଧ୍ୟ ତାଙ୍କୁ ନେଇ ଯାଇଥାଏ। ଆଉ ସୋସିଆଲ ମିଡ଼ିଆ ମାଧ୍ୟମରେ ତ ମାନେ ବିଶେଷ କରି ମୁଁ ଆପଣମାନଙ୍କୁ ମଧ୍ୟ ମୋ ନମ୍ବରଟି ଦେଉଛି। ତ ଏଇଟା ହେଉଛି ବିଶେଷ କରି କହିବା ପାଇଁ ଗଲେ ମେଡ଼ିକାଲ କେସ୍ର ମାନେ କେସ୍ରେ ଯଦି ଗଭର୍ଣ୍ଣମେଣ୍ଟ ମେଡ଼ିକାଲରେ ଯେଉଁ ଦରିଦ୍ର ଲୋକମାନେ, ଯେଉଁ ଦୁଃଖୀ ଦରିଦ୍ର ଲୋକମାନେ ଯଦି ରୋଗାଗ୍ରସ୍ତ ହେଇ ଯଦି ମାନେ ମେଡ଼ିକାଲରେ ଯଦି ଟ୍ରିଟମେଣ୍ଟ ହେଉଛନ୍ତି, ତାହେଲେ ଆପଣମାନଙ୍କୁ ମୋର ମାନେ ଗୁହାରି, ମୁଁ ଜଗନ୍ନାଥ ମହାପ୍ରଭୁ ପାଖରେ ବି ମଧ୍ୟ ଏତିକି ଅଳି ଭିକ୍ଷା କରୁଛି, ତାଙ୍କୁ ଖୁସିରେ ସୁଖରେ ଶାନ୍ତିରେ ରଖ। ଆଉ ମଧ୍ୟ ମାନେ ଯେଉଁମାନଙ୍କ ପାଖରେ ଯଦି 10 ଟଙ୍କା ଅଛି ଅଧିକ, ସେଇଥିରୁ 2 ଟଙ୍କା ତାଙ୍କ ପାଇଁ ସାହାଯ୍ୟ କରନ୍ତୁ। ଯେଉଁ ଦରିଦ୍ର ଦୁଃଖୀ ମଣିଷଟେ ବହୁ ହସ୍ପିଟାଲ କି ମାନେ ଯେଉଁ ହସ୍ପିଟାଲରେ ମାନେ ଅଛନ୍ତି, ଟ୍ରିଟମେଣ୍ଟଟା ହେଉଛନ୍ତି, ନିଶ୍ଚିତ ମାନେ ତାଙ୍କୁ ଯଦି ଆପଣମାନେ ସାହାଯ୍ୟ କରିବେ, ନିଶ୍ଚିତ ଆପଣମାନଙ୍କର ସମୟ ଏମିତି ଆସିବ, ଆପଣମାନେ ବହୁତ ଖୁସିରେ ଆନନ୍ଦରେ ରହିବେ। ଦେନ୍ ମାନେ କହିବା ପାଇଁ ଗଲେ ଗୋଟେ କଥା, ଛୋଟିଆ କଥାଟେ,
କଥାଟା ହେଉଛି ଜୀବନରେ ଯିଏ ତୁମଠାରୁ ଦୂରେଇ ଯିବା ପାଇଁ ଚାହୁଁଛି, ଜୀବନରେ ଯିଏ ତୁମଠାରୁ ଦୂରେଇ ଯିବା ପାଇଁ ଚାହୁଁଛି ନା, ମାନେ ସିଏ କୌଣସି ନା କୌଣସି ଏମିତି ଗୋଟେ କାରଣ ବାହାର କରିବ ଯେଉଁ କାରଣରେ କି ମାନେ ମୁଣ୍ଡରେ ସେ ଅଠା ନ ବଳେଇକି ମଧ୍ୟ ଆଉ କାହା ମୁଣ୍ଡର ଅଠା ବଳେଇ ଦେଇକି ସିଏ ନିଜେ ଖସିକିନା ପଳେଇବ। ତ ମାନେ ଏଇଟା କ'ଣ, ଯେଉଁ ମୁଣ୍ଡରେ ଯେଉଁ ଅଠାଟାକୁ ଲଦିଦେବ, ଅଠାଟାକୁ ଲଦିକି ସିଏ ନିଜେ ଖସିକି ପଳେଇବ। ଯେ ସେଇ ଜିନିଷ ଯେ ଦୂରେଇକି ଯେଉଁ ପଳେଇବ ସିଏ ଭାବିବ ଯେ ମୁଁ ନିଜକୁ ହେଉଛି ମାନେ ଏମିତି କାମ କରୁଛି, ମୁଁ ବହୁତ ଭଲ କାମ କରୁଛି, କିନ୍ତୁ ସେଇଟା ସମ୍ପୂର୍ଣ୍ଣ ମୂର୍ଖାମି, ସେଇଟା ସମ୍ପୂର୍ଣ୍ଣ ଭୁଲ କଥା। ସତ୍ ମାର୍ଗରେ ଯାଆନ୍ତୁ, ଅନ୍ୟମାନଙ୍କୁ ଭଲ ଶିକ୍ଷା ଦିଅନ୍ତୁ, ନିଜେ ଭଲ ହେବା ପାଇଁ ଚେଷ୍ଟା କରନ୍ତୁ, ନିଜେ ଭଲ ହୁଅନ୍ତୁ, ତା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତୁ, ଅନ୍ୟମାନଙ୍କୁ ଭଲ ଶିକ୍ଷା ଦିଅନ୍ତୁ। ନିଶ୍ଚିତ ଦିନେ ନା ଦିନେ ସେମାନେ ଯେଉଁ କୋଣ ଅନୁକୋଣରେ ଥିଲେ ମଧ୍ୟ ଏତେ ମାନେ ଭଲ ପାଇବା ଦେବେ, ସେ ଭଲ ପାଇବା ଯେଉଁ ସେଇଥିରେ ଆପଣଙ୍କର ପେଟ ଆତ୍ମା ଶାନ୍ତି ପାଇଯିବ, ପେଟ ମଧ୍ୟ ପୁରିଯିବ। ତ ଆଉ ଗୋଟେ କଥା ଆଜ୍ଞା, ମାନେ ଆମର ଯେଉଁ ବୈଦ୍ୟନାଥ ଯେଉଁ ରହୁଛି, ମାନେ ବାବା ବୈଦ୍ୟନାଥ ମନ୍ଦିର ପ୍ରାଙ୍ଗଣରେ 1 ତାରିଖ ହେଉଛି ଆମର ନାମ ସଂକୀର୍ତ୍ତନ, ଆଉ 2 ତାରିଖ ଆମର ରହୁଛି ପ୍ରସାଦ ସେବନ। ତେଣୁ ମୁଁ ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ବାନ୍ଧବଙ୍କ ମାନଙ୍କ ପାଖରେ ଏତିକି ମାନେ ଗୁହାରି ଅଳି କରୁଛି, ସମସ୍ତେ ମାନେ ଆସି ଯେଉଁ ଦୂର ଦୂରାନ୍ତରୁ ଥାଆନ୍ତୁ ନା କାହିଁକି ସମସ୍ତେ ଆସି ପ୍ରସାଦ ସେବନ କରି ଗଲେ ଆମର ଯେଉଁ କମିଟିର ଯେଉଁ ଛୋଟ ଛୋଟ ପିଲାମାନେ, କହିବା ପାଇଁ ଗଲେ ଯେତିକି ଯେଉଁ କର୍ମକର୍ତ୍ତା ମାନେ ଅଛନ୍ତି ସେ ଜାଗାରେ ଯେଉଁ ମାନେ କହିବା ପାଇଁ ଗଲେ ସହଯୋଗର ହାତ ବଢ଼େଇ ଆଜି ମାନେ ଯେଉଁ ଚୈତନ୍ୟ ମହାପ୍ରଭୁକୁ ଆଣି ଏ ଜାଗାରେ ନାମ ସଂକୀର୍ତ୍ତନ କରି ଆମ ମାନେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରିପାରୁଛନ୍ତି। ମୁଁ ତାଙ୍କ ପାଇଁ ମଧ୍ୟ ମାନେ ଜଗନ୍ନାଥଙ୍କ ନିକଟରେ ଅଳି ଭିକ୍ଷା କରୁଛି, ଆମ ସମସ୍ତଙ୍କୁ ସେ ଯେମିତି ଖୁସିରେ ସୁଖରେ ଶାନ୍ତିରେ ରଖନ୍ତୁ। ଆଉ ନେକ୍ସଟ ବ୍ଲଗରେ ମୁଁ ନିଶ୍ଚିତ ଆପଣଙ୍କୁ ଦେଖେଇବି କେଉଁ ଜାଗାରେ କେତେବେଳେ ପହଞ୍ଚିଲି। ନିଶ୍ଚିତ ଆପଣମାନେ ଯଦି ମୋତେ ଜଣେଇବେ, ମୋ ନମ୍ବରଟି ଦେଉଛି, ବିଶେଷ କରି ଜଣେଇବେ ମାନେ କ'ଣ ମେଡ଼ିକାଲ କେସ୍ରେ ଯଦି ଜଣାନ୍ତି, ମୁଁ ମୋ ନମ୍ବରଟା ଦେଉଛି। ମୋ ନମ୍ବର ହେଉଛି 7606934901। ଆଉ ଗୋଟେ ନମ୍ବର ଏଇଟା ହେଉଛି ମୋର ରହୁଛି ଏୟାରଟେଲ୍ ନମ୍ବର। ଆଉ ଗୋଟେ ନମ୍ବର ମଧ୍ୟ ଦେଉଛି 7381862283। ଏଇଟା ହେଉଛି ମୋର ରହୁଛି ଏୟାରଟେଲ୍ ନମ୍ବରଟେ। ତ ଯାହା ବି ହେଉ ଶେଷରେ ମୁଁ ଏତିକି କହୁଛି, ମେଡ଼ିକାଲ କେସ୍ରେ ଯେଉଁ ବନ୍ଧୁ ବାନ୍ଧବମାନେ ଯଦି ଦରିଦ୍ର ଶ୍ରେଣୀର ଲୋକମାନେ ଯଦି ପୀଡ଼ିତ ଅବସ୍ଥାରେ ଟ୍ରିଟମେଣ୍ଟ ହେଉଛନ୍ତି, ତାହେଲେ ଆପଣମାନଙ୍କୁ ମୋର ଗୁହାରି ନିବେଦନ, ଆପଣମାନେ ଯେଉଁ କୋଣ ଅନୁକୋଣରେ ଥାଆନ୍ତୁ ନା କାହିଁକି ଆପଣମାନେ ତାଙ୍କ ପାଇଁ ସାହାଯ୍ୟର ହାତ ବଢ଼ାନ୍ତୁ। ନିଶ୍ଚିତ ଜଗନ୍ନାଥ ମହାପ୍ରଭୁ, ମୁଁ କଥା ଦେଉଛି, ନିଶ୍ଚିତ ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ବହୁତ ଖୁସିରେ ସୁଖରେ ଶାନ୍ତିରେ ରଖିବେ। ଆଉ ନେକ୍ସଟ ଭିଡ଼ିଓରେ କେଉଁ ଜାଗାରେ କେତେବେଳେ ପହଞ୍ଚିଲି ମୁଁ ନିଶ୍ଚିତ ଦେଖେଇବି। ଧନ୍ୟବାଦ। ଜୟ ଜଗନ୍ନାଥ।